ନିଜକୁ ଫିଟ୍ ରଖିବାକୁ ଜିମ୍ ଯାଉ ଯାଉ ଜିମ୍ ଟ୍ରେନର ସହ ଅର୍ଚ୍ଚନାର ପ୍ରେମ ହୋଇଯାଏ। ଅର୍ଚ୍ଚନା ବିବାହିତା ଥିଲା, ହେଲେ ତାର ପ୍ରଥମ ସ୍ୱାମୀ ସହ ଛାଡ଼ପତ୍ର ହୋଇସାରିଥିଲା। ଜିମ୍ ଟ୍ରେନର ନବୀନ ହ୍ୟାଣ୍ଡସମ୍ ବି ଥିଲା। ଅର୍ଚ୍ଚନା ନବୀନଠୁ ବୟସରେ ଢେର ବଡ଼ ଥିଲେ ବି ଉଭୟ ପ୍ରେମରେ ପଡ଼ିଯାଇଥିଲେ। ଅର୍ଚ୍ଚନା ପ୍ରଥମ ସ୍ୱାମୀଠୁ ଛାଡ଼ପତ୍ର ନେବା ପରେ ନିଜ ଝିଅ ଆଉ ପୁଅ ସହ ସାଥିରେ ରହୁଥିଲା। ଏପଟେ ନବୀନ ଅର୍ଚ୍ଚନାର ସମ୍ପତ୍ତି ଉପରେ ବି ଲୋଭ ଆସିଯାଇଥିଲା। ଶେଷରେ ଅର୍ଚ୍ଚନା ଆଉ ନବୀନ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ ଆଉ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ। ଅର୍ଚ୍ଚନାକୁ ତାର ସ୍ୱାମୀ ମିଳିଗଲା, ଆଉ ଅର୍ଚ୍ଚନାର ପୁଅ ଆଉ ଝିଅକୁ ବାପା ମଧ୍ୟ ମିଳିଗଲେ। ଏମିତିରେ ବେଶ କିଛି ଦିନ ହସ ଖୁସିରେ ସଂସାର ଗାଡ଼ିଟା ଆଗକୁ ଆଗକୁ ବଢ଼ି ଚାଲିଥିଲା। ହେଲେ ୟାରି ଭିତରେ ଅର୍ଚ୍ଚନାର ଝିଅ ଉର୍ବିକାର ନଜର ମା ବିବାହ କରିଥିବା ଦ୍ୱିତୀୟ ସ୍ୱାମୀ ନବୀନ ଉପରେ ପଡ଼ିଥିଲା। ନବୀନ ଏମିତିରେ ସମ୍ପତ୍ତି ଲୋଭରେ ସିନା ଅର୍ଚ୍ଚନାକୁ ବିବାହ କରିଥିଲା, ହେଲେ ଅର୍ଚ୍ଚନା ସହ ବୋର ହୋଇସାରିଥିଲା। କାହିଁକିନା ନବୀନଠୁ ଅର୍ଚ୍ଚନା ଢେର ବଡ଼ ଥିଲା। ଏପଟେ ଯେତେବେଳେ ଅର୍ଚ୍ଚନାର ଝିଅ ଉର୍ବିକା ନବୀନ ଆଡ଼କୁ ଢଳିଲା, ନବୀନ ବି ଉର୍ବିକାକୁ ପ୍ରେମ କରିବା ଆରମ୍ଭ କରିଦେଇଥିଲା। ଯେହେତୁ ବାପ ଝିଅର ସମ୍ପର୍କ ଥିଲା, ସେଥିପାଇଁ ଅର୍ଚ୍ଚନା କେବେ ଉଭୟଙ୍କ ସମ୍ପର୍କକୁ ନେଇ ସନ୍ଦେହ କରିନଥିଲା। ଦିନେ କିନ୍ତୁ ବାହାରକୁ ଯାଇଥିବା ଅର୍ଚ୍ଚନା ଅଚାନକ ଘରେ ପହଞ୍ଚି ଯାଇଥିଲା, ଆଉ ବେଡରୁମ୍ରେ କବାଟ ଖୋଲା ଥିବା ଦେଖି ଭିତରକୁ ପଶି ଯାଇଥିଲା। ଆଉ ଯାହା ଦେଖିଥିଲା ନିଜକୁ ବିଶ୍ୱାସ କରିପାରିନଥିଲା। ଉଭୟ ନବୀନ ଆଉ ଉର୍ବିକା ଉଲଗ୍ନ ହୋଇ ବେଡ୍ ଉପରେ ଶୋଇ ରହିଥିଲେ, ଯାହାକୁ ଦେଖି ରାଗିଗଲା ଅର୍ଚ୍ଚନା ଆଉ ତୁରନ୍ତ ନବୀନକୁ ଘରୁ ବାହାର କରିଦେଇଥିଲା। ଏପଟେ ନବୀନ ବିନା ଝିଅ ଉର୍ବିକା ପାଗଳ ଭଳି ହୋଇଯାଉଥିଲା। ଶେଷରେ ନିଜ ମାଆକୁ ରାସ୍ତାରୁ ହଟାଇବାକୁ ଯୋଜନା କରି ନବୀନ ସହ ହାତ ମିଶାଇଥିଲା। ଅର୍ଚ୍ଚନା ଆଉ ତା ପୁଅ ବାହାରକୁ ଯାଇ ଫେରିବା ବେଳେ ସୁନସାନ ଜାଗା ଦେଖି ଛକି ବସିଥିବା ନବୀନ ଆଉ ତାର ସାଙ୍ଗମାନେ ମିଶି ଅର୍ଚ୍ଚନା ଆଉ ତା ପୁଅ ଉପରେ ଆକ୍ରମଣ କରିଥିଲେ। ଅର୍ଚ୍ଚନା ସିନା ସେଇଠି ଟଳି ପଡ଼ିଥିଲା, ହେଲେ ପୁଅ ସେଠୁ ଫେରାର ହୋଇଯାଇଥିଲା। ପୁଅ ଫେରାର ହୋଇ ସିଧା ଥାନାରେ ପହଞ୍ଚି ଯାଇଥିଲା। ପୋଲିସ ପହଞ୍ଚି ତଦନ୍ତ କରିଥିଲା ଆଉ ସବୁ ସତ ଜାଣିବା ପରେ ଉର୍ବିକା ଆଉ ନବୀନକୁ ଗିରଫ କରି ଜେଲ୍ ହାଜତକୁ ପଠାଇ ଦେଇଥିଲା। ହେଲେ ଏଠି କାହାର ଭୁଲ ଥିଲା? ଘରେ ବଢ଼ିଲା ଝିଅ ଥାଉ ଥାଉ ଅର୍ଚ୍ଚନା କମ୍ ବୟସର ଯୁବକକୁ ଦ୍ୱିତୀୟ ବିବାହ କରିବା ଭୁଲ ଥିଲା, ନା ଝିଅ ଉର୍ବିକା ମା ବାହା ହୋଇଥିବା ଯୁବକ ମାନେ ଯାହାକୁ ବାପା ବୋଲି ଡାକୁଥିଲା ତାକୁ ପ୍ରେମ କରି ଭୁଲ କଲା? ନା ନବୀନର ଭୁଲ ଥିଲା, ଯିଏ ମାଆକୁ ବାହା ହେଲା ପରେ ଝିଅକୁ ଝିଅ ବୋଲି ଭାବିବା ବଦଳରେ ତାକୁ ପ୍ରେମ କରିବା ଭୁଲ ଥିଲା? ମୁଁ ଏ କାହାଣୀରେ ପୁରା କନଫ୍ୟୁଜ୍ ହୋଇଯାଇଛି ଆଜ୍ଞା। ଆପଣମାନେ କମେଣ୍ଟ କରି କୁହନ୍ତୁ ଏଠି କାହାର ଭୁଲ ଥିଲା। ଆଜି ପାଇଁ ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।